ଶ୍ୟାମସୁନ୍ଦର ଅଗ୍ରୱାଲଙ୍କ ସତ୍ୟମ୍ ବ୍ରୁୟାତ୍ ଦ୍ୱିତୀୟ ଭୟ। ପୁଅରେ ତୁ ବାପା ହେଲେ ଜାଣିବୁ। ପୁରୁଣା କଥା ମନେ ପଡ଼ୁଛି। ରେଭେନ୍ସା କଲେଜ ହଷ୍ଟେଲରେ ରହି ପଢ଼ୁଥାଏ। ପ୍ରତି ଶନିବାର ଦିନ ଗାଁକୁ ଆସେ, ଆଉ ସୋମବାର ଦିନ ସକାଳୁ ସକାଳୁ ବସ୍ ଧରି କଟକ ଯାଉଥାଏ। ପ୍ରାୟ ସବୁ ସୋମବାର ଦିନ ସକାଳୁ ମୁଁ ଜଳଖିଆ ଖାଇ ବାହାରିଲା ବେଳକୁ ଦେଖେ ମୋ ବ୍ୟାଗ୍ଟା ନାହିଁ। ବୁଝିଲା ବେଳକୁ କ'ଣ ନା, ବାପା ବ୍ୟାଗ୍ଟିକୁ ନେଇ ଘର ବାହାରେ ବାରଣ୍ଡାରେ ଥୋଇ ଦେଇଛନ୍ତି। ମୁଁ ଟିକେ ବିରକ୍ତ ହୋଇ କାହିଁକି ମୋ ବ୍ୟାଗ୍ଟା ଏତେ ସକାଳୁ ନେଇ ବାହାରେ ରଖିଦେଉଛ ବୋଲି ପଚାରିଲା ବେଳକୁ ସେ କୁହନ୍ତି, ଆରେ ପାଞ୍ଜି ଦେଖିଲି ଆଜି ତୋ କୁମ୍ଭ ରାଶି ପାଇଁ 7ଟା ପରେ ଘାତଚନ୍ଦ୍ର ଅଛି, ଆଉ 5:45ଠୁ 6:15 ଯାଏ ମାହେନ୍ଦ୍ର ବେଳା ଅଛି। ତେଣୁ ସେଇ ସମୟ ଭିତରେ ମୁଁ ତୋ ବ୍ୟାଗ୍ଟିକୁ ଆଣି ଘରୁ ବାହାରେ ରଖିଦେଇଛି। ଶୀଘ୍ର ବାହାର, ଡେରି ହୋଇଗଲାଣି, ବସ୍ଷ୍ଟାଣ୍ଡ ଯିବା। ତାପରେ ସେ ମୋ ପଛେ ପଛେ ଚାଲିଥିବେ। ମୁଁ ମନେ ମନେ ବିରକ୍ତ ହେଉଥିବି, ସେ କିନ୍ତୁ ପଛେ ପଛେ ଚାଲିଥିବେ। ବସ୍ଷ୍ଟାଣ୍ଡରେ ଆରମ୍ଭ ହୋଇଯିବ ତାଙ୍କ ପ୍ରବଚନ। କଟକ ସହର ଟିକେ ଦେଖିକି ଚଳିବୁ, କାହା ସାଥିରେ ଗଣ୍ଡଗୋଳ କରିବୁ ନାହିଁ, ସିଧା ସିଧା କଲେଜକୁ ଯିବୁ ଆଉ ହଷ୍ଟେଲକୁ ଆସିବୁ। ବେଶୀ ଗୁଡ଼େ ସାଇକେଲ ଚଳି ବୁଲିବୁ ନାହିଁ, ଗାଡ଼ି ମଟର ଦେଖିକି ଯିବୁ। ସଦାବେଳେ ବାଁକୁ କାଟି ଚଲେଇବୁ, ବଜାରରୁ ଇଆଡ଼ୁ ସିଆଡ଼ୁ ଗୋଡ଼େ କିଣିକି ଖାଇବୁ ନାହିଁ, ଇତ୍ୟାଦି ଇତ୍ୟାଦି। ଚାଲିବ ଯେ ଚାଲିବ, ନନ୍ଷ୍ଟପ୍ ବସ୍ ଆସିବା ପର୍ଯ୍ୟନ୍ତ। ଏ କଥା ଗୁଡ଼ିକ ବାରମ୍ବାର ଶୁଣି ମୁଁ ସେତେବେଳକୁ ବିରକ୍ତ ହୋଇଯାଇଥିବି। ହଁ ତମେ ଗଲ, ମୋର ଏମିତି ବାରମ୍ବାର କହିବା ସତ୍ତ୍ୱେ ବି ସେ ରୋଡ଼ ଆରପଟେ ଯାଇ ଛିଡ଼ା ହୋଇଯିବେ। ବସ୍ ଖିଡ଼ିକି ବାଟେ ମୋତେ ଦେଖି ପୁଣି ଆରମ୍ଭ କରିଦେବେ, ହଁ ପହଞ୍ଚିକି ଗୋଟେ ଫୋନ୍ କରିଦେବୁ, କଲେଜ ଛକରେ କି ନା ଓହ୍ଲେଇ ପଡ଼ିବୁ। ଦେଖିକି ବସ୍ ରହିଲା ପରେ ଯାଇ ଓହ୍ଲେଇବୁ, ନହେଲେ ଆଗକୁ ମଙ୍ଗଳାବାଗ ଛକରୁ ରିକ୍ସା କରି ପଳେଇ ଆସିବୁ। ଓ କଣ୍ଡକ୍ଟର ବାବୁ, ତୁମର କଲେଜ ଛକରେ ବସ୍ ରହୁଛି କି ନାହିଁ? ବାପାଙ୍କ ପ୍ରଶ୍ନକୁ ହେ ଜ୍ଞାନ କରି କଣ୍ଡକ୍ଟର ଘଣ୍ଟି ମାରିଦେବ। ମୁଁ ମନେ ମନେ ଭାବେ, ଓହୋ ମଣିଷ ଏବେ ଟିକେ ଶାନ୍ତି ମାରିଲା। ତା ପର ସପ୍ତାହରେ ପୁଣି ଏହାର ପୁନରାବୃତ୍ତି ହେଉଥାଏ। ବାପା କେବେଠୁ ଆରପାରିକୁ ଗଲେଣି। ମୋତେ ବର୍ତ୍ତମାନ 60 ପାଖାପାଖି। ମୋର ପୁଅ ଝିଅ ସବୁ ବଡ଼ ବଡ଼ ହୋଇଗଲେଣି। କିନ୍ତୁ ଏବେ ବି ମୋ ପୁଅ ଝିଅ ଯେତେବେଳେ ଟ୍ରେନରେ ବସି ବମ୍ବେ କି କଲିକତା ଯାଉଛନ୍ତି, ମୁଁ ଠିକ୍ ସେମିତି ମୋ ବାପାଙ୍କ ଭଳି ବ୍ୟବହାର କରୁଛି। ଘରୁ ଆରମ୍ଭ ହୋଇଯିବ ମୋ ଡ୍ରାମା। ଆରେ ଟିକେଟ ନେଲୁ କି ନାହିଁ? କିଛି ଭୁଲିଲୁ ନାହିଁ ତ? ବଡ଼ ବଡ଼ ନୋଟକୁ ଚୋରା ପକେଟରେ ଭିତରେ ରଖିଦେ। କୁଲି ଫୁଲିକୁ ଦେବା ପାଇଁ ଛୋଟ ଛୋଟ ନୋଟ କିଛି ସାଇଡ଼ ପକେଟରେ ରଖ। ବାଟରେ କିଏ କ'ଣ ଯାଚିଲେ ଖାଇବୁ ନାହିଁ। ତଳ ଚେନ୍ରେ ବାକ୍ସକୁ ବାନ୍ଧିଦେବୁ। ପ୍ଲାଟଫର୍ମରେ ମିଳୁଥିବା ବରା ପିଆଜି ଗୁଡ଼ାକ ଖାଇବୁ ନାହିଁ। ରାସ୍ତାରେ କାହା ସାଥିରେ ଭାବଦୋସ୍ତି କରିବା ଦରକାର ନାହିଁ। ପୁଅ ମନା କରିବା ସତ୍ତ୍ୱେ ବି ମୁଁ ଷ୍ଟେସନ ଯାଇଥାଏ। କ୍ୟାବିନ୍ ଭିତରେ ସେ ବସିଥାଏ, ମୁଁ ପ୍ଲାଟଫର୍ମ ଉପରେ ଛିଡ଼ା ହୋଇ ଖିଡ଼ିକି ବାଟେ ମୋର ଭାଷଣ ଚଲେଇଥାଏ। ବାରମ୍ବାର ସେଇ କଥା, ଟିକେଟ ରଖିଲୁ ତ? ସୁବିଧାରେ ଯିବୁ। ଆଜିକାଲି ବହୁତ ପକେଟ ମାର, ଟିକେ ହୁସିଆର ରହିବୁ। ଷ୍ଟେସନରୁ ଓହ୍ଲେଇ ଗୋଟେ ଅଟୋ କରି ପଳେଇବୁ। ଅଟୋବାଲାଙ୍କ ସହିତ ବେଶୀ ଝକଝକ କରିବୁ ନାହିଁ। ଟ୍ରେନ୍ ଛାଡ଼ିଲା ପରେ ଶୋଇପଡ଼ିବୁ। ମୋ ପୁଅର ବିରକ୍ତି ଭାବ ତା ମୁହଁରେ ପ୍ରକାଶ ପାଉଥିଲେ ମଧ୍ୟ ମୁଁ ତାକୁ ଖାତିର ନ କରି ସତର୍କତା ଉପରେ ମୋ ଉପଦେଶ ଗୁଡ଼ିକ ବାରମ୍ବାର ଦେଇ ଚାଲିଥାଏ। ଯେପରି ବାପା ମୋ ପାଇଁ ଦିନେ ବିରକ୍ତିକର ଥିଲେ, ମୁଁ ବାପା ହୋଇଗଲା ପରେ ଠିକ୍ ସେହିପରି ମୋ ପୁଅ ଝିଅଙ୍କ ପାଇଁ ବିରକ୍ତିର ପାତ୍ର ହୋଇଯାଇଛି। ଫରକ ଏତିକି ଯେ ମୁଁ ସେତେବେଳେ ଚୁପ୍ ହୋଇକି ରହିଯାଉଥିଲି, ଆଉ ଏବେ ପିଲାମାନେ ବିରକ୍ତ ହୋଇ ଉତ୍ତର ଦେଇ ଦେଉଛନ୍ତି। ଦିନେ ମୋର ଜଣେ ବନ୍ଧୁ ମୋ ଝିଅକୁ ବଜାରରେ ଖୁବ୍ ଜୋରରେ ସ୍କୁଟି ଚଲାଉଥିବାର ଦେଖି ମୋତେ ଖବର ଦେବାରୁ ମୁଁ ସେଦିନ ଡାଇନିଂ ହଲରେ ସମସ୍ତେ ଖାଇ ବସିଥିବା ବେଳେ ତାକୁ ତାଗିଦ କରିଥିଲି। ଭାଇ ଭଉଣୀ ଦୁହେଁ ମୋର ଏ କଥାକୁ ପସନ୍ଦ ନ କରି କହିଥିଲେ, ବାପା ତୁମେ ଏମିତି ଡରିଲେ ଚଳିବ ନାହିଁ। କ'ଣ ହେବ? କିଛି ହେବ ନାହିଁ। ଦିନକୁ ଦିନ ତୁମେ ଏତେ ଡରୁକୁଳା କାହିଁକି ହୋଇଯାଉଛ? ମୁଁ ଅନୁଭବ କଲି ଏମାନେ ମୋ ବିଷୟରେ ଯାହା କହୁଛନ୍ତି ଏକଦମ ଠିକ୍ କହୁଛନ୍ତି।
ଆଜିକାଲି ଟିକେ ଟିକେ କଥାରେ ମୁଁ ଡରି ଯାଉଛି। ବଡ଼ି ଭୋରରୁ ଫୋନ୍ଟେ ବାଜିଲେ ଡରି ଯାଉଛି। ରାତି ଅଧରେ କିଏ ଉଠେଇ ଦେଲେ ଚମକି ପଡ଼ୁଛି। ବାଥରୁମ୍ କବାଟ ଠକ୍ ଠକ୍ ହେଲେ ଘାବରେଇ ଯାଉଛି। କ'ଣ ହେଲା କି? କିଛି ଅଘଟଣ ଘଟିଲା କି? ଏ ଅବେଳରେ କିଏ କାହିଁକି ଡାକୁଛି? ଦିନେ ପୁଅ ଝିଅଙ୍କୁ ନେଇ ବଜାରକୁ ଯାଇଥିଲେ। ସେମାନେ ଗୋଟେ ଇଲେକ୍ଟ୍ରୋନିକ୍ କାର୍ ଗେମ୍ ଖେଳିବାକୁ ଚାହିଁଲେ। ମୁଁ ବି 10 ଟଙ୍କିଆ କଏନ୍ଟିଏ ନେଇ ଖେଳିବାକୁ ସ୍ଥିର କଲି। ମୁଁ ଭଲ ଭାବରେ ଜାଣିଛି ଏଗୁଡ଼ାକ ଖେଳ ଓ ଟିଭି ପର୍ଦ୍ଦା ଉପରେ ହେଉଛି। ମୋ ପାଖରେ ଛୋଟ ଛୋଟ ପିଲାମାନେ ଗାଡ଼ିଗୁଡ଼ିକୁ 200ରୁ 250 କିଲୋମିଟର ସ୍ପିଡ଼ରେ ଚଲେଇ ଢୋ ଢୋ ଆକ୍ସିଡେଣ୍ଟ କରୁଛନ୍ତି। ଅଥଚ ମୋର ସ୍ପିଡ଼ ପର୍ଦ୍ଦାରେ 60-70ରୁ ଅଧିକ ହୋଇଗଲା ପରେ ମୋ ହାତ ଗୋଡ଼ ଥରୁଛି। ଏଇଥିପାଇଁ ପ୍ରକୃତରେ ମୁଁ ଗାଡ଼ିରେ ବସି କୁଆଡ଼େ ଯାଉଥିବା ବେଳେ ମୋ ପୁଅ କହେ, ବାପା ତୁମେ ପଛରେ ବସ, କାରଣ ମୁଁ ଆଗରେ ବସିଥିଲେ ପ୍ରତି 5 ମିନିଟରେ ତାକୁ ସତର୍କ କରାଉଥିବି। ଦେଖେ ଆଗରୁ ଟ୍ରକ୍ଟା ଆସୁଛି, ଆରେ ଇଣ୍ଡିକେଟର ଦେ, ଟିକେ ସ୍ଲୋ କରିଦେ, ପଛପଟ ଗାଡ଼ିଟାକୁ ପାସ୍ ଦେଇଦେ, ଆଗରେ ହମ୍ପ ଅଛି, ବ୍ରେକ୍ ଦେ, ଇତ୍ୟାଦି ଇତ୍ୟାଦି। ମୋର କିନ୍ତୁ ଅଭ୍ୟାସ ଯେ ମୁଁ ପଛରେ ବସିବିନି, ଆଉ ଆଗରେ ବସି ଏମିତି ଡାଇରେକ୍ସନ ଦେଉଥିବି। ବର୍ତ୍ତମାନ ପ୍ରଶ୍ନ ଉଠେ ଏମିତି କାହିଁକି ହେଉଛି? ମୁଁ ଭାବିବାରେ ମୋ ଭଳି ଆପଣମାନଙ୍କର ମଧ୍ୟ ଉଣାଧିକେ ଏମିତି ହେଉଥିବ। ଆଧୁନିକ ମନସ୍ତତ୍ତ୍ୱବିତ୍ମାନଙ୍କ ମତରେ ଏହା ହେଉଛି ଏକ ଭୟର ଲକ୍ଷଣ, ଯାହା ଆପଣଙ୍କର ପିଲାମାନଙ୍କ ପ୍ରତି ଅଗାଧ ପ୍ରେମରୁ ସୃଷ୍ଟି ହୋଇଥାଏ। ଏଭଳି ପ୍ରେମରୁ ମୋହ ଜାତ ହୋଇଥାଏ ଓ ମୋହରୁ ଭୟ ସୃଷ୍ଟି ହୋଇଥାଏ। ଏହା ଲକ୍ଷ୍ୟ କରାଯାଏ ଯେ ମା ବାପାମାନଙ୍କର ଯେତିକି ମୋହ ପିଲାମାନଙ୍କ ପ୍ରତି ଥାଏ, ସେତିକି ମୋହ ପିଲାମାନଙ୍କର ମା ବାପାଙ୍କ ପ୍ରତି ନଥାଏ। ବରଂ ବେଳେବେଳେ ଏହାର ବିପରୀତ ଭାବରେ ପ୍ରତିରୋଧ କଲା ଭଳି ଏକ ଉଦାସୀନ ମନୋଭାବ ଥାଏ। ବାପଟିଏ ଚିନ୍ତା କରିଛି ଯେ ସେ ଯାହା ଜାଣିଛି ବା ଶିଖିଛି ସବୁ ବାଟିକି ତା ପିଲାକୁ ପିଆଇ ଦେବ। ପିଲାଟି କିନ୍ତୁ ଯାହା ବାପା ମା କହୁଛନ୍ତି ତାକୁ ପାଳନ କରିବା ତ ଦୂରର କଥା, ବରଂ ଠିକ୍ ତା'ର ଓଲଟା କଥାଟିମାନ କରି ତା'ର ଏକ ବିଦ୍ରୋହାତ୍ମକ ଲକ୍ଷଣର ପରିଚୟ ଦେବ। ଆପଣ ଆପଣଙ୍କ ସାଙ୍ଗସାଥିରେ କଥାବାର୍ତ୍ତା ହେଉଛନ୍ତି, କ'ଣ କରିବେ? ପିଲାଟା ଆଦୌ ବୁଝୁନି। ପିଲା କିନ୍ତୁ ତା ସାଙ୍ଗ ମେଳରେ କ'ଣ କଥାବାର୍ତ୍ତା ହେଉଛନ୍ତି କି ଜାଣନ୍ତି? କ'ଣ କରିବି କହିଲ? ବାପା ଆଦୌ ବୁଝୁନାହାନ୍ତି। ବନ୍ଧୁଗଣ, ଏହା ସ୍ୱାଭାବିକ, ଏଥିରେ ବ୍ୟସ୍ତ ହେବାର କିଛି ନାହିଁ। ଥରେ ଭାବିଲେ, ଆପଣ କ'ଣ ଆପଣଙ୍କ ବାପାଙ୍କ ସବୁ କଥାକୁ ମାନିଥିଲେ? ମୁଁ ତ ମୋ ବାପାଙ୍କ ଅନେକ କଥାକୁ ମାନି ନାହିଁ। ବାପାକୁ ଲୁଚେଇକି ମୁଁ ଗାଡ଼ି ଚଳାଇବା ଶିଖିଛି। ବାପା ଯଦି କହିବେ ବାଁକୁ ଚାଲ, ମୁଁ ଡାହାଣକୁ ଚାଲିଛି। ବାପା ଯଦି କହିବେ ଉପରକୁ ଅନା, ମୁଁ ତଳକୁ ଅନେଇଛି। ଗାଁ ଛାଡ଼ି ଯେତେବେଳେ ବାହାରକୁ ଆସିଲି, ବାପା କହିଲେ ଚାକିରିରେ କ'ଣ ଅଛି, ବେପାର କର। ମୁଁ କିନ୍ତୁ ତାଙ୍କ କଥା ନ ମାନି ଚାକିରି କଲି। ଆଉ ଯେତେବେଳେ ମୁଁ ନିଜେ ସ୍ଥିର କଲି ଯେ ଚାକିରି ଛାଡ଼ି ବେପାର କରିବି, ସେତେବେଳେ ବାପା ପୁଣି କହିଲେ ଭୁବନେଶ୍ୱରରେ କ'ଣ ଅଛି, କଟକରେ ବେପାର କର। ମୁଁ ପୁଣି ତାଙ୍କ କଥାକୁ ବିରୋଧ କରି ଭୁବନେଶ୍ୱରରେ ବେପାର କଲି। ଏଇଥିପାଇଁ ଅନେକ ଥର ଆମ ଘରେ ଅଶାନ୍ତି ହୋଇଛି, କିନ୍ତୁ ମୁଁ ମୋର ସବୁ ଜିଦରେ ଅଟଳ ରହିଛି। ୟା ଅର୍ଥ କ'ଣ ଆମ ବାପା ପୁଅର ସମ୍ପର୍କ କଟିଗଲା? ଜଣେ ଦାର୍ଶନିକ କହିଥିଲେ, ଆପଣ ଯେତେବେଳେ ଅନୁଭବ କରନ୍ତି ଯେ ଆପଣଙ୍କ ବାପା ଯାହା କହୁଥିଲେ ଠିକ୍ କହୁଥିଲେ, କିନ୍ତୁ ଠିକ୍ ସେତିକି ବେଳେ ଆପଣଙ୍କ ପୁଅ ଆପଣ ଯାହା କହୁଛନ୍ତି ଭୁଲ କହୁଛନ୍ତି ବୋଲି କହିବା ଆରମ୍ଭ କରିଦିଏ। ଏହା ଏକ ଗତାନୁଗତିକ ଧାରା, ଯାହା ବଂଶ ବଂଶ ଧରି ଚାଲିଥାଏ। ଏଥିପାଇଁ ବ୍ୟସ୍ତ ହେବାର କୌଣସି ଆବଶ୍ୟକତା ନାହିଁ। ମୁଁ ଜାଣେନି ଆପଣ ଏହି ଲେଖାଟିର ଜଣେ ବାପା କି ପୁଅ। ଯଦି ପୁଅ ହୋଇଥାନ୍ତି ତେବେ ବାପାଙ୍କୁ ଅସମ୍ମାନ କରିବାର କୌଣସି ଆବଶ୍ୟକତା ନାହିଁ। ସେ ଚାହୁଁଛନ୍ତି ଯେ ସେ ଜିଇଁ ଥାଉ ଥାଉ ଦୁନିଆର ଯେତେ ଭଲ ଭଲ କଥା ଆପଣଙ୍କୁ ବତେଇଦେବେ। ଏହା ତାଙ୍କର ଆପଣଙ୍କ ପ୍ରତି ଆସକ୍ତିର ପରିଚୟ। ଯଦି ଆପଣ ବାପଟିଏ ହୋଇଥାନ୍ତି, ତେବେ ପୁଅର ସବୁ ପ୍ରତିରୋଧକୁ ହସି ହସି ଗ୍ରହଣ କରିନେଇ ପଦୁଟିଏ ତାକୁ କୁହନ୍ତୁ, ପୁଅରେ ମୁଁ କାହିଁକି ଏମିତି କହୁଛି, ତୁ ବାପା ହେଲେ ଜାଣିବୁ।